ରାନୁ ଚଢ଼େଇର ସ୍ୱାମୀ ଗୋଟେ ବଡ଼ ଝଡ଼ ତୋଫାନରେ କୁଆଡେ ହଜି ଯାଇଥିଲା। ସେ ତା ସ୍ୱାମୀକୁ ବହୁତ ଖୋଜିଲା, ହେଲେ ତା ସ୍ୱାମୀକୁ ସେ କୋଉଠି ବି ପାଇଲାନି। ଚଢ଼େଇ ଭଉଣୀ, ଏବେ ରାଜୁକୁ ଖୋଜିବା ତମେ ବନ୍ଦ କର, ସେ ଆଉ ମିଳିବନି। ହଁ ଚଢ଼େଇ ଭଉଣୀ, ସେ ତୋଫାନରେ ତ ଯେତେ ବି ଚଢ଼େଇ ଗାୟବ ହଉଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ବି ମିଳିନାହାନ୍ତି। ତମର ଛୋଟ ଛୋଟ ଛୁଆ ବି ଅଛନ୍ତି, ତାଙ୍କର ବି ଧ୍ୟାନ ରଖ। ଏମିତି ସମୟ ବର୍ବାଦ କରିବା ଅପେକ୍ଷା ଭଲ ହବ ଯେ ତମେ ତମ ପିଲାମାନଙ୍କ ପାଇଁ ଖାଇବା ଆଣିବାକୁ ଯାଅ। ପାରା ଭାଇ, ଶୁଆ, ତମେ ଦୁଇ ଜଣ ଠିକ କହୁଛ। ଏବେ ରାଜୁ ଆଉ ମିଳିବେନି। କେଜାଣି ସେ କୋଉ ଦୁନିଆରେ ଅଛନ୍ତି। ମୁଁ ଏବେ ରାଜୁକୁ ଆଉ ଖୋଜିବିନି। ମୋର ସବୁ ସମୟ ମୋ ପିଲାମାନଙ୍କୁ ମୁଁ ଦେବି। ଏବେ ମୁଁ ମୋ ପିଲାମାନଙ୍କୁ କୋଉ ଜିନିଷର ବି ଅଭାବ ରଖିବିନି। ଏମିତି ରାନୁ ଚଢ଼େଇ ନିଜ ସ୍ୱାମୀକୁ ଖୋଜିବା ବନ୍ଦ କରିଦେଲା, ଆଉ ନିଜ ପିଲା ଛୁଆଙ୍କ ପାଇଁ ଖାଇବା ଆଣିଲା। କିଛି ଦିନ ଏମିତି ବିତିଗଲା। ତାପରେ ଗୋଟେ ଦିନ କାଳୁକୁ ଆଉ ଚଢ଼େଇକୁ କହିଲା, ଛୋଟ ଚଢ଼େଇ, ଓ ଛୋଟ ଚଢ଼େଇ, ତୁ ଘରୁ ବାହାରକୁ ଆସେ। କାଳୁ ଭାଇ, କଣ ହେଲା? ତମେ ଏତେ ଜୋରେ ପାଟି କଣ ପାଇଁ କରୁଛ? ପାଟି କରିବିନି ତ ଆଉ କଣ, ଚୁପ୍ ହେଇକି ବସିବି? ତୋ ସ୍ୱାମୀ ମୋ ପାଖରୁ କିଛି ପଇସା ଧାର ନେଇଥିଲା, ନିଜେ ତ ମରିଗଲା। ଏବେ ମୋ ପଇସା ମତେ ଆଉ କିଏ ଦବ? ତମେ ମିଛ କହୁଛ କାଳୁ ଭାଇ। ରାଜୁ ତମ ପାଖରୁ କିଛି ବି ପଇସା ଧାର ଆଣି ନାହାନ୍ତି। ତମେ ଏମିତି ମିଛ କଣ ପାଇଁ କହୁଛ? ସେ କହିନି, ସେଥିପାଇଁ ମୋର କଣ ଦୋଷ? ମୁଁ ତାକୁ ପୁରା 50,000 ଟଙ୍କା ଦେଇଥିଲି। ଏବେ ସେ ପଇସା କିଏ ଦବ? କାଳୁ ଭାଇ, ଏବେ ଏ କଥା ମୁଁ ମାନି ପାରିବିନି। ଯଦି ରାଜୁ କିଛି ପଇସା ଧାର ଆଣିଥାନ୍ତେ, ତାହେଲେ ସେ ମତେ ନିଶ୍ଚୟ କହିଥାନ୍ତେ। ତମେ ମିଛ କହୁଛ କାଳୁ ଭାଇ। ଚଢ଼େଇର ଏମିତି କଥା ଶୁଣିକି କାଳୁକୁ ଆଉ ଜୋରରେ ପାଟି କରିବାକୁ ଲାଗିଲା। ସେଠି ପଡୋଶୀ ଚଢ଼େଇ ମାନେ ବି ଜମା ହେଇଗଲେ। କଣ ହେଲା? ତମେ ଏତେ ଜୋରେ ପାଟି କଣ ପାଇଁ କରୁଛ? ଆସ ଆସ ସାଙ୍ଗମାନେ, ତମେ ବି ଦେଖିନିଅ। ଏଇ ନିରୀହ ଚଢ଼େଇର ସ୍ୱାମୀ ମୋଠୁ କିଛି ପଇସା ଧାର ଆଣିଥିଲା। ଏବେ ଇଏ ମାନୁନି, ଇଏ ଦବାକୁ ମନା କରିଦଉଛି। ଏବେ ତମେ ମାନେ ହିଁ କୁହ, ମୁଁ ଏବେ କଣ କରିବି? ପାରା ଭାଇ, ମୁଁ ସତ କଥା କହୁଛି। ମୁଁ ଏସବୁ ବିଷୟରେ କିଛି ବି ଜାଣିନି। ଦେଖ ଚଢ଼େଇ, ପଇସା ଦେଇ ଜାଣିଛି ତ ପଇସା ଆଣିବା ବି ମତେ ଜଣା ଅଛି। ଆଜିଠୁ ଏ ଘର ହେଲା ମୋର। ଯେବେ ମୋର ତୁ ସବୁ ପଇସା ଫେରେଇ ଦବୁ, ସେତେବେଳେ ଯାଇ ଏ ଘର ତୁ ପାଇବୁ। ନହେଲେ ପରିଣାମ ବହୁତ ଖରାପ ହବ। ଏମିତି ଧମକ ଦେଇକି କାଳୁକୁ ଆଉ ସେଠାରୁ ଚାଲିଗଲା। ଚଢ଼େଇ ଭଉଣୀ, ୟା ବଦଳରେ ଯଦି ଆଉ କୋଉ ଚଢ଼େଇ ଥାନ୍ତା, ତାହେଲେ ମୁଁ ନିଶ୍ଚୟ କିଛି କହିଥାନ୍ତି। ଏ କାଳୁକୁ ଆଉ ନିଜ ଆଗରେ କାହା କଥା ବି ଶୁଣେନି। ଏ କାଳୁକୁ ଆଉ ବହୁତ ନିଷ୍ଠୁର। ରାଜୁ ଭାଇ, ଏ କାଳୁକାଠୁ ପଇସା ଧାର ଆଣିବାର ନଥିଲା। ତମେ ଏବେ କୋଉଠୁ ଆଣିବ 50,000 ଟଙ୍କା? ରାନୁ ଚଢ଼େଇ ସମସ୍ତଙ୍କ କଥା ସେମିତି ହିଁ ଶୁଣୁଥିଲା। ସେ କାହାକୁ କିଛି ବି କହିଲାନି। ସେ ଏଇ ଚିନ୍ତାରେ ଥିଲା କି ଏବେ ସେ ତା ପିଲାମାନଙ୍କୁ ନେଇକି କୁଆଡେ ଯିବ। ତା ପରଦିନ ସକାଳେ କାଳୁକୁ ଆଉ ପୁଣି ଥରେ ଚଢ଼େଇର ଘରକୁ ଆସିଲା। ତମେ ଏ ପର୍ଯ୍ୟନ୍ତ ଏଇଠି ଅଛ? କୁଆଡେ ଯାଇନ? ଲାଗୁଛି କାଲି ବୋଧେ ତମେ ମୋ କଥା ଠିକ ସେ ଶୁଣି ପାରିଲନି। ଚାଲ ମୋ ଘରୁ ଜଲ୍ଦି ବାହାର। କାଳୁ ଭାଇ, ଏମିତି କରନି। ମୋ ଛୁଆ ମାନଙ୍କୁ ଅନାଥ କରନି। ଆମ ଉପରେ ଟିକେ ଦୟା କର କାଳୁ ଭାଇ। ଆମେ ଏବେ କୁଆଡେ ଯିବୁ? ନାଇଁ ନାଇଁ, ଘରୁ ବାହାରକୁ ତୁମକୁ ଯିବାକୁ ତ ପଡିବ। କାଳୁ ଭାଇ, ଆମକୁ ଏ ଘରେ ଭଡାରେ ରହିବାକୁ ଦିଅ। ମୁଁ ତମକୁ ଭଡା ଦେବି, ଆଉ ତା ସାଙ୍ଗରେ ଋଣ ବି ଫେରେଇ ଦେବି। ଦୟାକରି ଆମକୁ ଏ ଘରୁ ବାହାର କରନି। ତାହେଲେ ଠିକ ଅଛି, ତମେ ଭଡାଟିଆ ହେଇକି ଏ ଘରେ ରହିବ। ହେଲେ ଗୋଟେ ମାସର ଭଡା ପୁରା 2,000 ଟଙ୍କା ଦବାକୁ ପଡିବ। ରହିବାର ଅଛି ତ କୁହ। ରାନୁ ଚଢ଼େଇ ପାଇଁ 2,000 ଟଙ୍କା ତ ଅଧିକ ଥିଲା, ହେଲେ ସେ ଚୁପ୍ ଥିଲା। ସେ ଘରୁ ବାହାରିବାକୁ ଚାହୁଁନଥିଲା। ସେଥିପାଇଁ ସେ ହଁ କରିଦେଲା। କାଳୁକୁ ଆଉ ସେଠାରୁ ଚାଲିଗଲା। ମାମା, ତମେ ଏତେ ସାରା ପଇସା କାଳୁ ଅଙ୍କଲକୁ କୋଉଠୁ ଆଣିକି ଦବ? ମୋ ଛୁଆ ମାନେ, ମୁଁ ପଇସା ରୋଜଗାର କରିବି। ଏବେ ବର୍ଷା ଋତୁ ଆସିଲାଣି। ମୁଁ ମନ ଦେଇକି ପଇସା ଇନକମ କରିବି। ହେଲେ ଘରକୁ ମୁଁ କେବେ ବି ଛାଡିବିନି। ମୋ ସୁନ୍ଦର ସ୍ୱାମୀ, ଚଢ଼େଇ କଣ ଘର ଖାଲି କରିଲା? ନାଇଁ ଗୋରୀ, ସେ ମୋ ସାମ୍ନାରେ ବହୁତ କାନ୍ଦିଲା, ଆଉ ମତେ ବି ତା ଉପରେ ଟିକେ ଦୟା ଲାଗିଲା। ସେ ତ ସେ ଘରେ ନିଶ୍ଚୟ ରହିବ, ହେଲେ ଭଡା ଦବାକୁ ପଡିବ। ଗୋଟେ ମାସକୁ ପୁରା 2,000 ଟଙ୍କା। ଇଏ ତ ବହୁତ ଭଲ କଥା। ସେ ଚଢ଼େଇ ନିଜ ଘରେ ରହିବା ପାଇଁ ବି ଭଡା ଦବ। ହେଲେ ସେ ପାଗଳ କେବେ ବି ଜାଣିପାରିବନି କି ତା ସ୍ୱାମୀ ରାଜୁ ଆମଠୁ କେବେ ବି ପଇସା ନେଇନି। ଓଲଟି ଆମେ ତାଠୁ ପଇସା ଆଣିଛୁ। ଗୋରୀ, ଆସ୍ତେ ଆସ୍ତେ କୁହ, କାନ୍ଥ ବାଡର ବି କାନ ଅଛି। କିଏ ଯଦି ଶୁଣିଯିବ ତାହେଲେ କଣ ହବ?
କାଳୁ କାଉ ଏମିତି ମିଛ କହିକି ରାନୁ ଚଢ଼େଇର ଖରାପ ପରିସ୍ଥିତିରେ ବହୁତ ଫାଇଦା ଉଠେଇଲା। ଏପଟେ ରାନୁ ଚଢ଼େଇ ଦିନ ରାତି ପରିଶ୍ରମ କରିକି ପଇସା ରୋଜଗାର କରୁଥିଲା। ଆଉ ଧୀରେ ଧୀରେ ଗୋଟେ ମାସ ପୁରା ହେଇଗଲା। ଏଇ ନିଅ କାଳୁ ଭାଇ, ପୁରା 2000 ଟଙ୍କା। ଆଉ ଏଇ ନିଅ 5000 ଟଙ୍କା। ଇଏ ହଉଛି ତମ ଋଣ ପଇସା। ଠିକ ଅଛି, ଆଗାମୀ ମାସ ପାଇଁ ବି ପ୍ରସ୍ତୁତ ହେଇକି ଥିବୁ। ଏମିତି କହିକି କାଳୁ କାଉ ରାନୁ ଚଢ଼େଇଠୁ ପଇସା ଆଣିକି ସେଠାରୁ ଚାଲିଗଲା। ଆଉ ତା ସ୍ତ୍ରୀ ଗୋରୀକୁ ଦେଇଦେଲା। କାଳୁ, ଏମିତି ହେଲେ ତ ଚଢ଼େଇ କିଛି ମାସ ଭିତରେ ତାର ସବୁ ପଇସା ସୁଝିଦବ, ଆଉ ଘର ବି ନିଜର କରିନବ। ହଁ, ସେଇଟା ତ ସତ କଥା। ଏବେ ଆମେ କଣ କରିବା? ତମେ ଗୋଟେ କାମ କର, ଘର ଭଡା ବଢେଇ ଦିଅ। ଯଦି ଚଢ଼େଇ ଘରୁ ବାହାରି ପଡିଲା ତାହେଲେ? ଏବେ ତ ବର୍ଷା ଋତୁ ଚାଲିଛି, ଏମିତି ପାଗରେ ସେ ଘର ଛାଡିକି କେବେ ବି ଯିବନି। ତମେ ଯାଅ, ଆଉ ଏବେ ହିଁ ଘର ଭଡା ବଢେଇକି ଆସ। ତାପରେ କାଳୁ କାଉ ସାଙ୍ଗେ ସାଙ୍ଗେ ଉଡିକି ଚଢ଼େଇର ଘରକୁ ଗଲା। କୁହ କାଳୁ ଭାଇ, ଏବେ ଆଉ କଣ କାମ ଅଛି? ଏବେ ତ ତମେ ଭଡା ନେଇକି ଯାଇଛ। ଚଢ଼େଇ, ଏବେ ଘର ଭଡା ବଢି ଯାଇଛି। ମାସକୁ ତମକୁ 10,000 ଟଙ୍କା ଦବାକୁ ପଡିବ। ଇଚ୍ଛା ପାଉଛି ତ ରୁହ, ନହେଲେ ଏ ଘରୁ ବାହାରି ଯାଅ। 10,000 ଟଙ୍କା? ଏ ତ ବହୁତ ଅଧିକ ହେଇଯିବ। ତମେ ଏମିତି କଣ ପାଇଁ କହୁଛ କାଳୁ ଭାଇ? ଯଦି ଅଧିକ ଲାଗୁଛି ତାହେଲେ ମୋ ଘରୁ ବାହାରି ଯା। ଭଡା ନବାକୁ ମୋ ପାଖରେ ବହୁତ ଅଛନ୍ତି। ଠିକ ଅଛି କାଳୁ ଭାଇ, ମୁଁ ରାଜି ଅଛି। ମୁଁ ବର୍ଷାରେ ମୋ ଛୁଆମାନଙ୍କୁ ନେଇକି କୁଆଡେ ଯିବି? କାଳୁ କାଉ ବହୁତ ଖୁସି ହେଇଗଲା, ଆଉ ସେଠାରେ ଚାଲିଗଲା। ବର୍ଷା ଋତୁ ଆରମ୍ଭ ହୋଇଯାଇଥିଲା। ଏ ମାସର ଘର ଭଡା ନବାକୁ ଗୋରୀ କାଉ ଚଢ଼େଇର ଘରକୁ ଆସିଲା। ଚଢ଼େଇ, 10,000 ଟଙ୍କା ଦେ ଘର ଭଡା। ମୁଁ ଘର ଭଡା ନବାକୁ ଆସିଛି। ଗୋରୀ ଭଉଣୀ, ମୁଁ ଏତେ ସାରା ପଇସା ରୋଜଗାର କରିପାରିଲିନି। କଣ କହିଲ? ପଇସା ରୋଜଗାର କରିପାରିଲନି? ଏମିତି ହେଲେ ଚଳିବନି। ଜଲ୍ଦି ଭଡା ପଇସା ସବୁ ଦିଅ, ନହେଲେ ଏ ଘରୁ ବାହାରି ଯାଅ। ଗୋରୀ ଭଉଣୀ, ମୋ ବେକରେ ଥିବା ହାରକୁ ତମେ ନେଇଯାଅ। କମ୍ ସେ କମ୍ ଏ 10,000 ଟଙ୍କା ହବ। ହେଲେ ମତେ ଆଉ ମୋ ଛୁଆମାନଙ୍କୁ ଏ ଘରୁ ବାହାର କରନି। ରାନୁ ଚଢ଼େଇ ନିଜ ବେକର ହାରକୁ ଗୋରୀ କାଉକୁ ଦବାକୁ ଯାଉଥିଲା। ଠିକ୍ ସେତିକି ବେଳେ ତା ପୁଅ କୁକୁ କହିଲା, ନାଇଁ ମାମା, ୟାକୁ ବାପା ତମକୁ ଦେଇଥିଲେ। ୟାକୁ ବେକରୁ ବାହାର କରନି। ଆଉ ରହିଲା ଘର କଥା, ଆମର ଏ ଘର ଦରକାର ନାହିଁ। ଆମେ ଏ ଘରୁ ବାହାରି ଯିବା ମାମା। ମୋ ଘରୁ ବାହାରି ଯାଅ, ଚାଲ ଜଲ୍ଦି ବାହାର ମୋ ଘରୁ। ଗୋରୀ ଭଉଣୀ, ବାହାରେ ବହୁତ ଜୋରେ ବର୍ଷା ହଉଛି। ମୁଁ ମୋ ଛୁଆମାନଙ୍କୁ ନେଇକି କୁଆଡେ ଯିବି? ଏବେ ତ ରାତି ବି ହେଇଛି। ଆମକୁ ଟିକେ ଦୟା କର ଗୋରୀ ଭଉଣୀ। ଏମିତି କହିକି ଗୋରୀ ସେ 3 ଜଣଙ୍କୁ ଘରୁ ବାହାରକୁ କାଢିଦେଲା। ସେ 3 ଜଣ ବହୁତ ବର୍ଷାରେ ଉଡିକି ଯାଉଥିଲେ। ଦେଖିଲ ତମେ ମାନେ ଗୋରୀ ସହିତ ଏମିତି କଥା କଣ ପାଇଁ ହେଲ? ଏବେ ଆମେ କୁଆଡେ ଯିବା? ନା ଆମ ପାଖରେ କିଛି ଠିକଣା ଅଛି, ନା କିଛି ରାସ୍ତା। ମାମା, ତମେ କାନ୍ଦନି, ସବୁ କିଛି ଠିକ ହେଇଯିବ। କୁକୁ ଭାଇ, ମାମା ତ ଆମ ପାଇଁ ଚିନ୍ତା କରୁଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଆମେ ବର୍ଷାରେ ଓଦା ହବା, ମାମା ସେତେବେଳେ ପର୍ଯ୍ୟନ୍ତ ଚିନ୍ତାରେ ରହିବେ। ଗୁଡିଆ, ଆମେ ବର୍ଷାରେ ଓଦା ହବାନି। ଆମେ ପତ୍ରରେ ଗୋଟେ ଘର ତିଆରି କରିବା। ତାପରେ ସେ 3 ଜଣ ମିଶିକି ପତ୍ରରେ ଗୋଟେ ଛୋଟ ଘର ତିଆରି କରିଦେଲେ, ଆଉ ବର୍ଷାରୁ ବଞ୍ଚିଗଲେ। ଏ ପତ୍ରର ଘର ତ ବହୁତ ଭଲ ହେଇଛି। ଏବେ ଆମେ ଏଇଠି ହିଁ ରହିପାରିବା। ଏମିତି ସେମାନେ ବର୍ଷା ଋତୁରେ ନିଜର ପତ୍ରର ଘରେ ରହିବାକୁ ଲାଗିଲେ। ଗୋଟେ ଦିନ ବହୁତ ଭୟଙ୍କର ବର୍ଷା ହେଲା, ଆଉ ଠିକ୍ ସେତିକି ବେଳେ ତାଙ୍କ ଘରର କବାଟ କିଏ ଜଣେ ବାଡେଇଲା। ଆଉ ସେ ଥିଲା ରାଜୁ। ରାନୁ ଚଢ଼େଇ ତା ସ୍ୱାମୀକୁ ଦେଖିକି ବହୁତ ଖୁସି ହେଇଗଲା। ଗୁଡିଆ, କୁକୁ, ତମ ବାପା ଆସିଗଲେ। ରାଜୁ, ତମେ କୋଉଠି ଥିଲ? 2 ଛୁଆ ନିଜ ବାପାଙ୍କୁ କୁଣ୍ଢେଇକି ଧରିଲେ। ସେମାନେ ସମସ୍ତେ ବହୁତ ଖୁସି ହେଇଗଲେ, ଆଉ ବର୍ଷା ଋତୁଟା ସାରା ସେ ପତ୍ରର ଘରେ ବିତେଇଲେ। ଜଙ୍ଗଲରେ ବହୁତ ଜୋରେ ବର୍ଷା ହେଉଥିଲା। ଟିକି ଚଢ଼େଇର ଝିଅ ବର୍ଷାରେ ପକୋଡି ବିକ୍ରି କରୁଥିଲା। ସବୁ ଚଢ଼େଇ ମାନେ ତା ପକୋଡିକୁ ବହୁତ ଖୁସି ଖୁସିରେ ଖାଉଥିଲେ। ଆରେ ଓ ଲାଲି, ତୋ ବିଷୟରେ ମୁଁ ବହୁତ ଶୁଣିଛି। ଆଜି ଏ ବର୍ଷା ପାଗରେ ମୁଁ ତ ପକୋଡି ଖାଇକି ହିଁ ଯିବି। କାହିଁକି ନୁହଁ ଶୁଆ ଭାଇ, ନିଶ୍ଚୟ ମୁଁ ଏବେ ହିଁ ଦଉଛି। ଗୋଟେ ଥର ଯଦି ମୋ ପକୋଡି ଖାଇବ, ତାହେଲେ ବାରମ୍ବାର ଆସିବ। ମୁଁ ତିଆରି କରିଥିବା ପକୋଡି ତମକୁ ଆଉ କୋଉଠି ବି ମିଳିବନି।
ଚଢ଼େଇ ଗୋଟେ ପ୍ଲେଟ୍ ଗରମ ଗରମ ପକୋଡ଼ି ଆଣିକି ଶୁଆକୁ ଦେଲା। ଶୁଆ ବହୁତ ମଜାରେ ସବୁ ପକୋଡ଼ିକୁ ଖାଇଦେଲା। ଅନ୍ୟ ଚଢ଼େଇମାନେ ତ ଏକଦମ ଠିକ କଥା କହୁଥିଲେ। ତୋ ପକୋଡ଼ି ସତରେ ବହୁତ ଟେଷ୍ଟି। ଗୋଟେ ପ୍ଲେଟ୍ ମୋ ସ୍ତ୍ରୀ ପାଇଁ ବି ନେଇକି ଯିବି। ଏମିତି ସେ ଶୁଆ ପକୋଡ଼ି ଖାଇଲା ଆଉ ସାଙ୍ଗରେ ବି ନେଇକି ଗଲା। ଦିନ ସାରା ଲାଲି ଚଢ଼େଇ ବହୁତ କାମ କରୁଥିଲା। ତାକୁ ପକୁଡ଼ି ତିଆରି କରିବା ଆଉ ପକୁଡ଼ି ବିକ୍ରି କରିବାରୁ ଟିକେ ବି ସମୟ ମିଳୁନଥିଲା। ମୁଁ ଏବେ କ'ଣ କରିବି? ପକୋଡ଼ି ଖାଇବାକୁ ମୋର ବହୁତ ଇଚ୍ଛା ହଉଛି। ହେଇଟି ଶୁଣୁଛ, ଚାଲୁନା ଗୋଟେ ଥର ଯାଇକି ଦେଖିବା, କାଳେ ଲାଲି ଆମକୁ ଗୋଟେ ପ୍ଲେଟ୍ ପକୋଡ଼ି ଖାଇବାକୁ ଦେଇଦବ। ଗୋରିକୁ ପକୋଡ଼ି ଖାଇବାକୁ ବହୁତ ଭଲ ଲାଗେ, ହେଲେ ତା ପାଖରେ ପଇସା ନଥିଲା। ସେ ସବୁବେଳେ ଲାଲି ଚଢ଼େଇଠୁ ବାକିରେ ପକୋଡ଼ି ଖାଉଥିଲା। ଲାଲି, ଆମକୁ ବହୁତ ଜୋରେ ଭୋକ ଲାଗିଲାଣି, ଦେଲୁ ଦେଲୁ ଗୋଟେ ପ୍ଲେଟ୍ ପକୋଡ଼ି ଦେଲୁ। ତମେ ଦୁଇ ଜଣ ତ ସବୁବେଳେ ବାକିରେ ପକୋଡ଼ି ଖାଉଛ। ପ୍ରଥମେ ବାକି ପଇସା ଦିଅ, ତାପରେ ଯାଇ ମୁଁ ତମ ଦୁଇ ଜଣଙ୍କୁ ପକୋଡ଼ି ଖାଇବାକୁ ଦେବି। ଲାଲି ଭଉଣୀ, ଆମ ପାଖରେ ପଇସା ନାହିଁ। ମୁଁ ଜଲ୍ଦି ତମ ବାକି ପଇସା ସବୁ ସୁଝିଦେବି। ଦୟାକରି ଆମକୁ କିଛି ପକୋଡ଼ି ଦେଇଦିଅ। ନା ନା, ମୁଁ ଦେବିନି। ତମେ ଦୁଇ ଜଣ ତ ସବୁବେଳେ ଏମିତି ହିଁ କରୁଛ। ଏବେ ଏଠୁ ଯାଅ ତମେ ଦୁଇ ଜଣ। ଲାଲି ଚଢ଼େଇ କାଳୁ ଆଉ ଗୋରିକୁ ପକୋଡ଼ି ଦେଲାନି। ସେ ଦୁଇ ଜଣ ପକୋଡ଼ି ନ ଖାଇ ନିଜ ଘରକୁ ଫେରି ଆସିଲେ। ସେ ଲାଲିର ତ ସାହସ ବହୁତ ବଢିଗଲାଣି। ଏ ବର୍ଷା ପାଗରେ ଆମକୁ ପକୋଡ଼ି ଖାଇବାକୁ ଦେଲାନି। ମୁଁ ସେ ଲାଲିକୁ ଛାଡ଼ିବିନି। ସେମାନେ ଲାଲିଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। କାଳୁ, ଖାଇବାକୁ ତ ପକୋଡ଼ି ମିଳିଲାନି। ଚାଲ ତମ ଉଡ଼ନ୍ତା ଗାଡ଼ିଟା କାଢ଼, ଆମେ ଏ ବର୍ଷା ପାଗରେ ଲଙ୍ଗ ଡ୍ରାଇଭରେ ଯିବା। ତମେ ଯାହା କହିବ ସେଇଆ ହବ ମୋ ସୁନ୍ଦରୀ ସ୍ତ୍ରୀ। ତାପରେ ସେ ଦୁଇ ଜଣ ଉଡ଼ନ୍ତା ଗାଡ଼ିରେ ଲଙ୍ଗ ଡ୍ରାଇଭରେ ଗଲେ। କାଳୁ, ବହୁତ ମଜା ଲାଗୁଛି। ଏ ବର୍ଷା ପାଗରେ ଆମେ ବାହାରକୁ ଆସିଲେ ହେଲେ ପକୋଡ଼ି ଖାଇପାରିଲେନି। ଠିକ୍ ସେତିକି ବେଳେ ଆଗରେ ଲାଲି ଚଢ଼େଇ ଆସୁଥିବାର ସେମାନେ ଦେଖିଲେ। ସେଠି ଦେଖ କାଳୁ, ଲାଗୁଛି ଲାଲି ଘରକୁ ଯାଉଛି। ପ୍ରତିଶୋଧ ନେବାର ଏଇଟା ଠିକ୍ ସମୟ। ହଁ ହଁ, ବୁଝିଗଲି ଗୋରି। କାଳୁ ଜାଣି ଶୁଣିକି ଲାଲି ଚଢ଼େଇ ଦେହରେ ତା ଗାଡ଼ି ମାଡ଼ କରିଦେଲା। ତା ଦ୍ୱାରା ଲାଲି ଚଢ଼େଇ ଆହତ ହୋଇଗଲା ଆଉ ସେ ଦୁଇ ଜଣ କାଉ ସେଠାରୁ ପଳେଇ ଗଲେ। ଆରେ, ଇଏ ତ ଲାଲି, ଟିକିର ଝିଅ। ଆରେ ଲାଲି, ତୋର ଏ କ'ଣ ହେଲା? ପାରା ଭାଇ, ଉଡ଼ନ୍ତା ଗାଡ଼ିରେ ମୋ ପର ବାଜିକି ମୋ ପର କଟି ଯାଇଛି। ମୁଁ ଉଡ଼ି ପାରୁନି ପାରା ଭାଇ। ତାପରେ ପାରା ଲାଲିକୁ ତା ଘରେ ଛାଡ଼ିଦେଲା। ଆରେ, ଇଏ କ'ଣ ହେଲା? ତୋ ପର ତ କଟିଗଲା। ତାକୁ ଯୋଡ଼ିବା ପାଇଁ ତ ବହୁତ ଦିନ ଲାଗିଯିବ। ଚୁପ୍ ହେଇଯା ମା, ତୁ ଚୁପ୍ ହେଇଯା। ବାସ୍ କିଛି ଦିନର ତ କଥା। ମୁଁ ଆଗ ଭଳି ପୁରାପୁରି ଠିକ୍ ହେଇଯିବି ଆଉ ତମ ପକୋଡ଼ି ବିକ୍ରି କରିବା କାମରେ ଲାଗିଯିବି। ସେ ଟିକିର ଝିଅ ଭଲ ରୋଜଗାର କରୁଥିଲା, ସେଥିପାଇଁ ତା ମୁଣ୍ଡ ପୁରା ଖରାପ ହେଇଯାଇଥିଲା। ସେଥିପାଇଁ ଆମକୁ ବାକିରେ ସେ ପକୋଡ଼ି ଖାଇବାକୁ ଦଉନଥିଲା। ଗୋରି, ସେ ଲାଲି ତ ଆଉ ନଥିବ ନା। ଏବେ ଆମେ ଦୁଇ ଜଣ ପକୋଡ଼ି ବିକ୍ରି କରିବା ଆରମ୍ଭ କରିଦେବା। ତାପରେ ଆମେ ଦୁଇ ଜଣ ବି ପଇସା ବାଲା ହେଇଯିବା। ହଁ କାଳୁ, ଭଲ ମଉକାଟେ ମିଳିଛି। ଏଥିରେ ଆମକୁ ବାକିରେ ଖାଇବାକୁ ବି ପଡ଼ିବନି। ତା ପରଦିନ ସକାଳେ କାଳୁ ଆଉ ଗୋରି ଜଙ୍ଗଲରେ ପକୋଡ଼ି ବିକ୍ରି କରିବା କାମ ଆରମ୍ଭ କରିଦେଲେ। ପକୋଡ଼ି ନିଅ ପକୋଡ଼ି, ଗରମ ଗରମ ପକୋଡ଼ି ନିଅ, ଆଳୁ କୋବି ମିକ୍ସ ପକୋଡ଼ି ନିଅ। ହେଲେ ତାଙ୍କ ପକୋଡ଼ି ଖାଇବାକୁ କୋଉ ଚଢ଼େଇ ବି ଆସିଲେନି। ଏତେବେଳୁ ଏତେ ଜୋରରେ ପାଟି କରିକି ଡାକୁଛି, ହେଲେ କେହି ବି ଆମ ପକୋଡ଼ି ଖାଇବାକୁ ଆସୁନାହାନ୍ତି। ଲାଗୁଛି ରେଟ୍ ବୋଧେ କମେଇବାକୁ ପଡ଼ିବ। ଏମିତି କାଳୁ ଆଉ ଗୋରି ପକୋଡ଼ିର ବଡ଼ ପ୍ଲେଟ୍ 10 ଟଙ୍କାରେ ଦବାକୁ ଲାଗିଲେ। ଗୋରି, ମତେ ଗୋଟେ ପ୍ଲେଟ୍ ପକୋଡ଼ି ଦେଇଦିଅ। ହଁ ହଁ, ଏବେ ହିଁ ଦଉଛି। ଚଢ଼େଇର ପକୋଡ଼ା ଭଳି ତମ ପକୋଡ଼ାର ସ୍ୱାଦ ନାହିଁ, ହେଲେ ମୁଁ ଏ ପକୋଡ଼ି ଖାଇବାକୁ ବାଧ୍ୟ ହଉଛି, କାରଣ ଏ ବର୍ଷା ପାଗରେ ଆଉ କୋଉଠି ବି ପକୋଡ଼ି ବିକା ହଉନି। ଲାଲିର ପକୋଡ଼ି ଦୋକାନ ନଥିବାରୁ ଗୋରିର ସବୁ ପକୋଡ଼ି ବିକ୍ରି ହେଇଗଲା। ସେଥିପାଇଁ ଗୋରି ମନରେ ଆହୁରି ବହୁତ ଲୋଭ ଆସିଲା। ଆଜି ପ୍ରଥମ ଦିନ, ଆମର ସବୁ ପକୋଡ଼ି ତ ବିକ୍ରି ହେଇଗଲା। କାଲି ଆମେ ପକୋଡ଼ା ପ୍ଲେଟର ଦାମ 20 ଟଙ୍କା କରିଦବା। ଗୋରି, ଅଧିକ ଲୋଭ କରନି, ମୋ କଥା ମାନ, ପଇସା ବଢ଼ାଅନି। ତମେ ଚୁପ୍ ହେଇଯାଅ। ପୁରା ଜଙ୍ଗଲରେ କେବଳ ଆମର ହିଁ ପକୋଡ଼ି ଦୋକାନ ଅଛି, ସେଥିପାଇଁ ତାର ଫାଇଦା ଉଠେଇବାକୁ ପଡ଼ିବ।
ତା ପରଦିନ ଗୋରି ଆଉ କାଳୁ ଗୋଟେ ପ୍ଲେଟ ପକୋଡିର ଦାମ 50 ଟଙ୍କାରେ ବିକ୍ରି କରିବାକୁ ଲାଗିଲେ। ହେଲେ ଆଜି କୋଉ ଚଢେଇ ବି ତାଙ୍କ ପକୋଡି ଖାଇବାକୁ ଆସିଲେନି। ଆରେ ଗୋରି, ଆଜି ତ ସବୁ ପକୋଡି ରହିଗଲା। ଆମେ ଏବେ କଣ କରିବା? କଣ କରିବା କଣ? ଏଇ ପକୋଡି ଆମେ କାଲି ଶସ୍ତାରେ ବିକ୍ରି କରିଦବା। ହା ହା ହା। କଣ ବାସି ପକୋଡି? ଗୋରି, ତମେ ଗୋଟେ ଥର ଭାବିନିଅ, ନହେଲେ ଯେତିକି ବି ବିକ୍ରି ହଉଛି ସେତିକି ବି ଆଉ ହବନି। ତା ପରଦିନ ଗୋରି ଗୋଟେ ପ୍ଲେଟ ପକୋଡିର ଦାମ 10 ଟଙ୍କାରେ ବିକ୍ରି କଲା। ଏମିତି ତାର ସବୁ ପକୋଡି ବିକ୍ରି ହେଇଗଲା। ତମେ ଦେଖିଲ ନା ଏ ଜଙ୍ଗଲର ଚଢେଇ ମାନେ କେତେ ବୋକା। ଏ ପକୋଡି ଖାଇକି କେହି ବି ଜାଣିପାରିଲେନି କି ଏ ପକୋଡି ବାସି ବୋଲି। ସେପଟେ ଲାଲି ଚଢେଇର ଅବସ୍ଥା ଦିନକୁ ଦିନ ଖରାପ ହେଇଯାଉଥିଲା। ତା ପାଖରେ ଯୋଉ ଜମା କରିଥିବା ପଇସା ଥିଲା ସେସବୁ ପଇସା ଖର୍ଚ୍ଚ ହେଇଗଲା। ଯେବେଠୁ ମୋ ଝିଅର ଆକ୍ସିଡେଣ୍ଟ ହେଲା ସେବେଠୁ ବହୁତ କଷ୍ଟରେ ମୁଁ ଘର ଚଳାଉଛି। ଆଉ ମୋ ପାଖରେ ମୋ ଝିଅର ଟ୍ରିଟମେଣ୍ଟ ପାଇଁ ବି ପଇସା ନାହିଁ। ଧୈର୍ଯ୍ୟ ଧର ଭଉଣୀ, ସବୁ କିଛି ଠିକ ହେଇଯିବ। ହେଲେ କେମିତି ଠିକ ହବ? ମତେ କାହିଁ ଲାଗୁନି କି ସବୁ ଠିକ ହେଇଯିବ ବୋଲି। ଟିକି ଭଉଣୀ କାନ୍ଦନି, କିଛି ନା କିଛି ରାସ୍ତା ତ ବାହାରିବ। ଆଉ ଲାଲି ଯେ ପର୍ଯ୍ୟନ୍ତ ଠିକ ହେଇନି ସେ ପର୍ଯ୍ୟନ୍ତ ତମେ ପକୋଡି ବିକ୍ରି କରିବା କାମ ଆରମ୍ଭ କରିଦିଅ। ଏଥିରେ ତମେ ଭଲ ରୋଜଗାର ବି କରିପାରିବ। ଆଉ ତାପରେ ଲାଲିର ଟ୍ରିଟମେଣ୍ଟ ବି ବହୁତ ସହଜରେ ହେଇପାରିବ। ହଁ ଭଉଣୀ, ତାହେଲେ କାଲିଠୁ ମୁଁ ପକୋଡି ବିକ୍ରି କରିବା ଆରମ୍ଭ କରିଦେବି। ତା ପରଦିନ କାଳୁ ଆଉ ଗୋରି ପକୋଡି ବିକ୍ରି କରିବାକୁ ଆସିଲେ। ଧର ଧର ଚଢେଇ ମାନେ, ଏ ଠକ 2 ଜଣଙ୍କୁ ଧର। ଏମାନଙ୍କ ପକୋଡି ଖାଇକି କାଲିଠୁ ମୋ ପେଟ ଖରାପ ହେଇଯାଇଛି। ଏମିତି ସବୁ ଚଢେଇ ମାନେ ମିଶିକି କାଳୁ ଆଉ ଗୋରିକୁ ବହୁତ ମାରିଲେ ଆଉ ସେମାନଙ୍କ ଡେଣା ଭାଙ୍ଗିଦେଲେ। ଏପଟେ ଟିକି ଚଢେଇ ପକୋଡି ବିକ୍ରି କରିବା କାମ ଆରମ୍ଭ କରିଦେଲା। ଆଉ ସେ ପକୋଡିର ବାସ୍ନାରେ ବହୁତ ଦୂରରୁ ଚଢେଇ ମାନେ ଟାଣି ହେଇକି ଆସୁଥିଲେ। ଧନ୍ୟବାଦ ଟିକି ଭଉଣୀ, ତମେ ପକୋଡି ବିକ୍ରି କରିବା କାମ ଆରମ୍ଭ କରିଦେଲ। ନହେଲେ କାଳୁ ଆଉ ଗୋରିର ପକୋଡି ଖାଇକି ସମସ୍ତଙ୍କ ପେଟ ପୁରା ଖରାପ ହଉଥିଲା।